ସାର୍ ଆପଣଙ୍କର ନା ମେରିଟ୍ ଅଛି ନା ଷ୍ଟାଣ୍ଡାର୍ଡ଼ ଅଛି ଟୁ କଣ୍ଟିନ୍ୟू ଏଜ୍ ଏ ଚିଫ୍ ମିନିଷ୍ଟର। ଯେହେତୁ ଆପଣଙ୍କର ନା ମେରିଟ୍ ନାହିଁ କି ଷ୍ଟାଣ୍ଡାର୍ଡ଼ ନାହିଁ, ଆପଣଙ୍କୁ ଲୋକ କାହିଁକି ଭୋଟ୍ ଦେବେ ସାର୍? ଆପଣ ତ ନିଜେ ନେତୃତ୍ୱ ନେଇପାରୁନାହାନ୍ତି, ନିଜର ବ୍ୟକ୍ତିତ୍ୱ ପ୍ରକାଶ କରିପାରୁନାହାନ୍ତି, ନିଜେ ତ ଷ୍ଟାଣ୍ଡ ହେଇକି କହିପାରୁନାହାନ୍ତି। ଆପଣଙ୍କୁ ଭିଡ଼ିଓ ଫୁଟେଜରେ ଦେଖିଲେ ତ ଆଉ ଜଣେ କିଏ ଅପରେଟ୍ କରୁଛି। ସୋ ଆପଣ ହେବେ କାହିଁକି ସାର୍? ମୁଁ ତ ଅନୁରୋଧ କରୁଛି ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଏଟଲିଷ୍ଟ ଏ ଏଜ୍ରେ ବଡ଼ ଭାଇ ତାଙ୍କର ଏଡ଼ଭାଇସ୍ କରନ୍ତୁ, ତାଙ୍କୁ ରେଷ୍ଟ ଦିଅନ୍ତୁ, ତାଙ୍କୁ ସେବା ଦିଅନ୍ତୁ, ସୋ ଦ୍ୟାଟ୍ ହି ୱିଲ୍ ଲାଷ୍ଟ ଫେଜ୍ ଅଫ୍ ଲାଇଫ୍ ତାଙ୍କର ଗୋଟେ ଶାନ୍ତିରେ ଯାଉ। ତାଙ୍କୁ କାହିଁକି ଗୋଟେ ଇନଷ୍ଟ୍ରୁମେଣ୍ଟ କରୁଛନ୍ତି ଓଡ଼ିଶାର ବିଜୁ ଜନତା ଦଳର ମାନେ କ୍ଷମତାକୁ ଆସିବା ପାଇଁ। ଆଉ ସାର୍ଙ୍କର ଇମେଜ୍ ଆଉ ନାହିଁ ସେମିତି। ମୁଁ ତ ଦେଖୁଛି ହିଞ୍ଜିଳିରେ ଯେଉଁ ଲୋକମାନେ ଭୋଟ୍ ତାଙ୍କୁ ଆଉ ଦେଇନାହାନ୍ତି, ସେମାନେ ଯାହା ଫୋନ୍ କରି କହୁଛନ୍ତି ସାର୍ କାହିଁକି କହୁଛନ୍ତି ତାଙ୍କୁ ଅପମାନ ହେଲେ ଲୋକ ଭୋଟ୍ ଦେବେ। ଆପଣଙ୍କୁ ସାର୍ କିଛି ଅପମାନ, ନବୀନ ପଟ୍ଟନାୟକ ଅପମାନ ହେଇପାରେ ସାର୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ କାହିଁକି ଅପମାନ ହେବ ସାର୍? ଆପଣ ତ ନିଜ ଗୋଡ଼କୁ ମାରୁଛି ଜଣେ, ଆପଣ କିଛି ପ୍ରତିକ୍ରିୟା କରୁନାହାନ୍ତି, ଆପଣଙ୍କ ହାତ ଉଠିକି ଜଣେ ରଖିଦେଉଛି କିଛି କହୁନାହାନ୍ତି। ଓଡ଼ିଶାବାସୀର ଓଡ଼ିଶାର ମନ୍ତ୍ରିମଣ୍ଡଳର ମନ୍ତ୍ରୀ ସଦସ୍ୟମାନେ କାହିଁକି ଚୁପ୍ ବସିଛନ୍ତି? ତାଙ୍କର ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳେ ମନ୍ତ୍ରିମଣ୍ଡଳର ସିଏ ହେଡ଼୍, ମନ୍ତ୍ରୀମାନଙ୍କର ସିଏ ମୁଖ୍ୟ ଅଛନ୍ତି, ତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଗୁଡ଼ ମାରୁଛି, ହାତ ଉଠେଇକି ରଖୁଛି, ତାଙ୍କ ପ୍ରତି ମଧ୍ୟ ପ୍ରତିକ୍ରିୟା ନାହିଁ ମନ୍ତ୍ରିମଣ୍ଡଳରେ। ଏମାନେ କେଉଁ ଭଳି ମନ୍ତ୍ରୀ ଏମାନେ? जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।